ଇଣ୍ଟରନେଟ୍‌ର ସବୁଠୁ ଭାଇରାଲ୍ ରେସିପି ଏଇ ମୋମୋ, ଯାହାକୁ ବେଲିବାକୁ ପଡ଼ିବନି ଆଉ ଏଇଟା ଅଟାରେ ବନିଛି ବୋଲି ହେଲ୍ଦି ବି। ତ ଇଣ୍ଟରନେଟ୍ ଦେଖୁ, ଦେଖୁ ମୋତେ ଏଇ ରେସିପିଟା ମିଳିଯାଇଥିଲା ତ ମୁଁ ବି ଚାହୁଁଥିଲି ଟ୍ରାଏ କରିବା ପାଇଁ, ଟ୍ରାଏ କରି ଦେଖିବା ପାଇଁ କେମିତି କ'ଣ ବନିଛି ଆଉ ସତରେ କହିବି ବହୁତ ଭଲ ହେଇଥିଲା। ଆପଣମାନେ ବି ଥରେ ଟ୍ରାଏ କରନ୍ତୁ, ବନେଇବା ଭାରି ସହଜ। ମୁଁ ସବୁ ଭେଜିଟେବୁଲ୍‌କୁ ଏମିତି ଚପ୍ କରିଦେଇଥିଲି ଆଉ ତା ସହିତ ମିଶାଇଥିଲି ପନିର୍। ଡ୍ରାଏ ହେଇଗଲା ପରେ ସେଥିରେ ମିଶାଇବା ସୋୟା ସସ୍, ସେଜୱାନ୍ ଚଟନୀ, ଗୋଲମରିଚ ଆଉ ଲୁଣ ମିକ୍ସ କରିକି ତାକୁ ଥଣ୍ଡା ହେବା ପାଇଁ ରଖିଦେବା। ଥଣ୍ଡା ହେଇସାରିଲା ପରେ ୟାର ଆମେ ବନେଇଦେବା ଛୋଟ ଛୋଟ ବଲ୍। ବାସ୍ ଏବେ ଆରମ୍ଭ ହେଇଯିବ ତାର ମ୍ୟାଜିକାଲ୍ ପ୍ରୋସେସ୍। ଗୋଟେ ଅଟା ଗୁଣ୍ଡରେ ଏମିତି ପକେଇ ଦେଇକି ତାକୁ ଆମେ ଥଣ୍ଡା ପାଣିରେ ଡିପ୍ କରିଦେବା। ଏମିତି ଆମକୁ ଦୁଇରୁ ତିନି ଥର କରିବାକୁ ପଡ଼ିବ। 2 ଥର ମୁଁ ପାଣିରେ ଡିପ୍ କଲି ଆଉ ଥର୍ଡ ଟାଇମ୍ ଯେଉଁ ଏଇଟା ମୁଁ ବାହାର କଲି ବାସ୍ ଏମିତି କରି ରଖିଦେବା। ପାଣିରେ ବେଶୀ ଟାଇମ୍ ଡିପ୍ କରିବାନି ନହେଲେ ଭାଙ୍ଗିଯିବ। ଏମିତି ବନେଇ ସାରିଲା ପରେ ତାକୁ ଆମେ ଷ୍ଟିମ୍ ପାଇଁକା ରେଡ଼ି କରିଦେବା। ଜମା 7ରୁ 8 ମିନିଟ୍ ଲାଗିବ ଷ୍ଟିମ୍ ହେବା ପାଇଁ। ତାପରେ ବନିଯିବ ଆମର ବହୁତ ହି ଟେଷ୍ଟି ଆଣ୍ଡ ଭାଇରାଲ୍ ମୋମୋ। ସତ କହିବି ଆଜ୍ଞା ବହୁତ ହି ଟେଷ୍ଟି ଥିଲା। ବହୁତ ସହଜ ଉପାୟରେ ବି ବନିଲା, ବେଶୀ ପରିଶ୍ରମ ବି କରିବାକୁ ପଡ଼ିଲାନି। ଆପଣମାନେ ବି ଥରେ ଟ୍ରାଏ କରିକି ଦେଖନ୍ତୁ, ବହୁତ ଟେଷ୍ଟି। ମୋତେ ତ ବହୁତ ଭଲ ଲାଗିଲା।